ସେ ପିଲା ଯୋଉ ମୁଖ୍ୟ ଆସାମୀ ଅଛନ୍ତି 7 ଜଣ, ସେମାନଙ୍କ ଭିତରୁ ଇଏ କେହି ବି ନୁହଁ। ପୋଲିସ ଏଠି କୋଉଠି ନା କୋଉଠି ସାଧାରଣ ଲୋକଙ୍କୁ ଭୁଆଁ ବୁଲଉଛି। ତାଙ୍କର ସେତିକି ସମ୍ପୃକ୍ତି ନଥିଲା। ମୁଖ୍ୟ ଆସାମୀମାନଙ୍କୁ ଛାଡି ପୋଲିସ ଏଠି ପିଲାକୁ ଧରି କେସଟାକୁ ଅଲଗା ମୋଡ ଦବାକୁ ଚାହୁଁଛି। ହଁ, ଟିକେ ଆଗ ଅପେକ୍ଷା ଭଲ। କଣ କହିବେ ଯେ ଆପଣଙ୍କ ମୋବାଇଲ ଛୁଇଁଥିଲେ ଆଉ ବ୍ୟବହାର କରିଥିଲେ ତାଙ୍କୁ କାଲି ପୋଲିସ ଗିରଫ କରିଛି। ନା ନା, ଏଇଟା ମିଛ କଥା। ସେ ପିଲା ଯୋଉ ମୁଖ୍ୟ ଆସାମୀ ଅଛନ୍ତି 7 ଜଣ, ସେମାନଙ୍କ ଭିତରୁ ଇଏ କେହି ବି ନୁହଁ। ପୋଲିସ ଏଠି କୋଉଠି ନା କୋଉଠି ସାଧାରଣ ଲୋକଙ୍କୁ ଭୁଆଁ ବୁଲଉଛି। ତାଙ୍କର ସେତିକି ସମ୍ପୃକ୍ତି ନଥିଲା। ଅବଶ୍ୟ ସମ୍ପୃକ୍ତି ଥିଲା ଅଳ୍ପ ବହୁତ, କିନ୍ତୁ ମୁଖ୍ୟ ଆସାମୀମାନଙ୍କୁ ଛାଡି ପୋଲିସ ଏଠି ପିଲାକୁ ଧରି କେସଟାକୁ ଅଲଗା ମୋଡ ଦବାକୁ ଚାହୁଁଛି। ଏ ମହାକାଳପଡାର ବାସିନ୍ଦା। ନା ନା, ସେ ନୁହଁ, ସମ୍ପୂର୍ଣ୍ଣ ଅଲଗା। ମୁଁ ଚାହୁଁଛି ମୁଖ୍ୟ ଅଭିଯୁକ୍ତ ଯୋଉମାନେ ରହିଲେ ସେମାନଙ୍କୁ ଆରେଷ୍ଟ କରାଯାଉ। ଯୋଉ ପୋଲିସ ମାନେ ମତେ ଦୁର୍ବ୍ୟବହାର କରିଛନ୍ତି, IIC, SI, ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଉ। ବିଡିଓକୁ ବି ଚାକିରିରୁ ନିଲମ୍ବିତ କରାଯାଉ।